ଗୋଟିଏ ରାଜ୍ୟଟିଏ ଥିଲା। ରାଜ୍ୟର ନାମ ଅଯୋଧ୍ୟା। ଅଯୋଧ୍ୟାର ରାଜା ଦଶରଥ ଥିଲେ। ରାଜା ଦଶରଥଙ୍କର 3 ରାଣୀ ଥିଲେ, କୌଶଲ୍ୟା, କୈକେୟୀ ଆଉ ସୁମିତ୍ରା। ବଡ଼ ରାଣୀ କୌଶଲ୍ୟାଙ୍କ ପୁତ୍ରଙ୍କ ନାମ ଶ୍ରୀରାମ ଥିଲା। ରାଣୀ କୈକେୟୀଙ୍କ ପୁତ୍ରଙ୍କ ନାମ ଭରତ ଥିଲା ଏବଂ ରାଣୀ ସୁମିତ୍ରାଙ୍କ ପୁତ୍ରଙ୍କ ନାମ ଲକ୍ଷ୍ମଣ ଓ ଶତ୍ରୁଘ୍ନ ଥିଲା। ରାମ, ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନ ଏହି 4 ଭାଇଙ୍କ ମଧ୍ୟରେ ବହୁତ ଭଲ ଭ୍ରାତୃତ୍ୱ ଭାବ ଥିଲା। ସମସ୍ତେ ରାମଙ୍କୁ ବଡ଼ ଭାଇ ଭାବରେ ବହୁତ ସମ୍ମାନ ଦେଉଥିଲେ। ରାମ ମଧ୍ୟ ନିଜର ସାନ ଭାଇମାନଙ୍କୁ ବହୁତ ସ୍ନେହ କରୁଥିଲେ।